କଷ୍ଟରେ ଥିବା ଟାଇମରେ worship କରିବା। ଯେତେ ଗୋଟେ ବ୍ୟକ୍ତି କଷ୍ଟରେ ଥାଇକରି ଯେତେ ସେ worship କରିବା ପାଇଁ ଆରମ୍ଭ କରୁଛି, worship ସବୁବେଳେ ପ୍ରଭୁଙ୍କର ଭଏସ କୁ ଶୁଣିବା ପାଇଁ ଆମକୁ ହେଲ୍ପ କରେ। ଯେତେ ଆମେ worship କରିବା ପାଇଁ ଆରମ୍ଭ କରୁଛୁ, ସେତେ ଆମେ ପ୍ରଭୁଙ୍କର ଉପସ୍ଥିତିକୁ ଚାଲି ଯାଉଛୁ। ଯେତେ ପ୍ରଭୁଙ୍କର ଉପସ୍ଥିତିକୁ ଆମେ ଚାଲି ଯାଉଛୁ, ଆମେ এই ଶାରୀରିକ କଷ୍ଟକୁ ଆଉ ଦେଖୁନାହୁଁ, ଆମେ ଶାରୀରିକ ଯନ୍ତ୍ରଣାକୁ ଆମେ ଦେଖୁନାହୁଁ, ଶରୀର ନିରାଶକୁ ଆମେ ଆଉ ଅନୁଭବ କରୁ ନାହୁଁ। କାରଣ ପ୍ରଭୁଙ୍କର ଉପସ୍ଥିତିରେ ଯିଏ ଅଛି, କଷ୍ଟ ସମୟରେ ଦେଇ ଯାତ୍ରା କରିବା ସମୟରେ, ନିରାଶରେ ଥିବା ସମୟରେ ବି ଯିଏ ପ୍ରଭୁଙ୍କର ଉପସ୍ଥିତିକୁ ଲାଭ କରିଛି, ସେ ଖ୍ରୀଷ୍ଟିଆନ କେବେ ବି ଶୈତାନ ସମ୍ମୁଖରେ କମ୍ପ୍ରମାଇଜ କରି ସେ ଡେଭିଲର କୌଣସି ବି ଯୁଦ୍ଧରେ ହାରିବ ନାହିଁ। ଦୁଃଖ ଗୋଟେ এই ପ୍ରକାର ଜିନିଷ ସୁଯୋଗ ଦିଏ ଆଶ୍ଚର୍ଯ୍ୟ କର୍ମ ଦେଖିବା ପାଇଁ। ଏମାନଙ୍କର ଜୀବନ ପୁରା ନିରାଶରେ ପରିପୂର୍ଣ୍ଣ ହେଇକରି ଥିଲା, କିନ୍ତୁ ଆଶ୍ଚର୍ଯ୍ୟ କର୍ମ ଦେଖିବା ପାଇଁ ଗୋଟେ ସୁଯୋଗ ମିଳିଲା। ଆଜି ଆମେ ଏହା କହିବା ନାହିଁ ଯେ ମୋ ଜୀବନରେ ଯୋଉ କଷ୍ଟ ଆସିଛି, ସେ କଷ୍ଟ ମୋର ଆତ୍ମିକ ଜୀବନକୁ ଡାଉନ କରିବା ପାଇଁ ଆସିଛି, ଏହା କହିବା ନାହିଁ। ସେଇ ଦୁଃଖ ସେ କଷ୍ଟ ଆସିଛି ଏଥିପାଇଁ ମୋ ଜୀବନକୁ ପ୍ରଭୁଙ୍କ ଠାରୁ ଦୂରକୁ ନେବା ପାଇଁ, ଏହା ବି ଆମେ ଭାବିବା ହିଁ ନାହିଁ। ଆମେ ଭାବିବା ଯେ ଏହା ଯୋଉ ଦୁଃଖ ମୋ ଜୀବନରେ ଆସିଛି, ସେ ଦୁଃଖ ମତେ ସେଇ ଆଶ୍ଚର୍ଯ୍ୟ କର୍ମ ଦେଖିବାରେ ସାହାଯ୍ୟ କରିବା ପାଇଁ ଆସିଛି, ଯେଉଁ ଆଶ୍ଚର୍ଯ୍ୟ କର୍ମ ପ୍ରଭୁ ମତେ ଦେଖାଇବା ପାଇଁ ଚାହୁଁଛନ୍ତି। ଏବେ ପାଉଲ ଆଉ ସିଲାର ଆଶ୍ଚର୍ଯ୍ୟ କର୍ମ କଣ ଥିଲା? ଭୂମିକମ୍ପ ହେଇଗଲା।